ପିଲାମାନେ ସମସ୍ତଙ୍କୁ ଅଭିନନ୍ଦନ। ଆଜି ଆମର ତର୍ଜମା ୟୁଟ୍ୟୁବ୍ ଚ୍ୟାନେଲରେ ପଢ଼ିବା ତୁମମାନଙ୍କର ତୃତୀୟ ଶ୍ରେଣୀର ଓଡ଼ିଆ ବହି ଆମ ଭାଷା ଆମ ସାହିତ୍ୟର ପ୍ରଥମ ପାଠ। ତମେ ତ ଜାଣିଛ ପିଲାମାନେ, ଆମେ ଯେଉଁ ଜାଗାରେ ଜନ୍ମଗ୍ରହଣ କରିଥାଉ ତାକୁ ଜନ୍ମଭୂମି କୁହାଯାଏ। ସେହି ଜନ୍ମଭୂମିରେ ଆମେ ଛୋଟରୁ ବଡ଼ ହେଇଥାଉ। ସେହି ଜାଗାରେ ବହି ଯାଉଥିବା ଛୋଟ ନଈ କୂଳରେ ଆମେ ଖେଳିଥାଉ, ବୁଲିଥାଉ। ତାରି ପାଣି ପବନ ନେଇ ଆମେ ଛୋଟରୁ ବଡ଼ ହେଇଥାଉ। ସେଇଥିପାଇଁ ଆମେ ସମସ୍ତେ ଆମ ଜନ୍ମଭୂମିକୁ ସ୍ନେହ କରିବା ଉଚିତ, ଶ୍ରଦ୍ଧା କରିବା ଉଚିତ, ସମ୍ମାନ କରିବା ଉଚିତ। ସେହି ପରିପ୍ରେକ୍ଷୀରେ ଆସ ଆମେ ତମର ଏହି ପ୍ରଥମ ପାଠ ସେହି ମୋ ପ୍ରିୟ ଜନ୍ମଭୂମି ବିଷୟରେ ଆଲୋଚନା କରିବା। ପିଲାମାନେ ମନେ ରଖିବା କଥା ଯେ ଜନ୍ମଭୂମି ସମସ୍ତଙ୍କ ପାଇଁ ପ୍ରିୟ ହେଇଥାଏ। ତେଣୁ ସେହି ଆମର ଜନ୍ମଭୂମି ଯିଏ ଆମକୁ ଛୋଟରୁ ବଡ଼ କରିଛି, ତା କୋଳରେ ଆମେ ଖେଳିଛୁ, ବୁଲିଛୁ। ସେହି ଜନ୍ମଭୂମି ବିଷୟରେ ଆମେ ଆଜି ଆଲୋଚନା କରିବା। ମୁଁ ଆଶା ରଖିବି ତମେ ଏହି ପାଠଟିକୁ ସୁନ୍ଦର ଭାବରେ ବୁଝିପାରିବ ଓ ତାର ପ୍ରଶ୍ନ ଉତ୍ତର ଗୁଡ଼ାକ ଅତି ସହଜରେ ଦେଇପାରିବ। ପ୍ରଥମରେ ଆମେ ଗୀତଟିକୁ ଆବୃତ୍ତି କରିବା। ପ୍ରତ୍ୟେକ ପଂକ୍ତିକୁ ମୁଁ ଆବୃତ୍ତି କଲା ପରେ ତାର ସରଳ ଅର୍ଥ ମାଧ୍ୟମରେ ବୁଝେଇବାକୁ ଚେଷ୍ଟା କରିବି। ତମେମାନେ ସମସ୍ତେ ମନ ଦେଇ ଶୁଣିବ। ପ୍ରଥମରେ ପିଲାମାନେ ମୁଁ ସେହି ମୋ ପ୍ରିୟ ଜନ୍ମଭୂମି ପାଠର ପ୍ରଥମ ପଂକ୍ତିଟିକୁ ଆବୃତ୍ତି କରୁଛି। ତମେ ମନ ଦେଇକି ଶୁଣ। ଯେଉଁ ଦେଶରେ ଜନମ ମୋର, ଯାହାର କୋଳେ ବଢୁଛି ମୁହିଁ, ଜନନୀ ପରି ପାଳୁଛି ଯିଏ, ସେହି ତ ମୋର ଜନମ ଭୂଇଁ, ସେହି ତ ମୋର ଜନମ ଭୂଇଁ। ଗହନ ବନ ଶ୍ୟାମଳ ତରୁ, ଗହଳ ଲତା ଦେହତା ସୋହେ, ଡାଳରୁ ଡାଳେ ବିହଙ୍ଗ ଉଡ଼ି, ମଧୁର ଗାନେ ପରାଣ ମୋହେ। ଯେଉଁ ଦେଶରେ ଜନମ ମୋର, ଯାହାର କୋଳେ ବଢୁଛି ମୁହିଁ, ଜନନୀ ପରି ପାଳୁଛି ଯିଏ, ସେହି ତ ମୋର ଜନମ ଭୂଇଁ। ଜନନୀ ପରି ପାଳୁଛି ଯିଏ, ସେହି ତ ମୋର ଜନମ ଭୂଇଁ। ପିଲାମାନେ ଆଜି এই ଦୁଇଟି ପଂକ୍ତିକୁ ମୁଁ ପ୍ରଥମରେ ବୁଝେଇବାକୁ ଚେଷ୍ଟା କରୁଛି। ତମେମାନେ ମନ ଦେଇକି ଶୁଣ। ଯେଉଁ ଦେଶରେ ଜନ୍ମ ମୋର, ଯାହାର କୋଳେ ବଢୁଛି ମୁହିଁ। ଅର୍ଥାତ୍ ଆମେ ଗୋଟେ ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ଭିତରେ ଆବଦ୍ଧ ହେଇଥାଉ। ଏଇ ଆମର ଶସ୍ୟ ଶ୍ୟାମଳା ପୃଥିବୀ, ୟା ଭିତରେ ଅନେକ ମହାଦେଶ। ଆମେ ଯଦି ମହାଦେଶ କଥା ଚିନ୍ତା କରିବା ପିଲାମାନେ, 7ଟି ମହାଦେଶ ଅଛି। ତା ଭିତରେ ପୁଣି ଦେଶ ଅଛି। ଆଉ ଆମରି ଦେଶ ହେଉଛି ଭାରତ ବର୍ଷ। ଆଉ ଏଇ ଦେଶ ବି ଗୋଟିଏ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମାରେଖା ଭିତରେ ଆବଦ୍ଧ ହେଇ ରହିଛି। ଠିକ୍ ସେମିତି ଏଇ ଦେଶ ଭିତରେ ଆମର ଓଡ଼ିଶା ରାଜ୍ୟ, ଆଉ ଓଡ଼ିଶା ରାଜ୍ୟ ଭିତରେ 30 ଗୋଟି ଭିନ୍ନ ଭିନ୍ନ ଜିଲ୍ଲା। ତ ପିଲାମାନେ ତମେ ଯେଉଁ ଜାଗାରେ ଜନ୍ମଗ୍ରହଣ କରିଥାଅ, ସେଇ ଜନ୍ମଭୂମି ନେଇକିରି ଗର୍ବ କରିବା କଥା। ତ ପ୍ରଥମେ ଆମେ ଆମ ଦେଶ କଥା ଚିନ୍ତା କରିବା ପିଲାମାନେ। ଆମର ଜନ୍ମଭୂମି ହେଉଛି ଭାରତ ବର୍ଷ। ଆଉ ସେଇ ଦେଶ ପାଇଁ, ଜାତି ପାଇଁ ଆମେ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଦେବା ଆମର ନୈତିକ କର୍ତ୍ତବ୍ୟ। ଏଠି କବି କହୁଛନ୍ତି ଯେଉଁ ଦେଶରେ ଜନ୍ମ ମୋର, ଅର୍ଥାତ୍ ଯେଉଁ ଦେଶରେ ବା ଯେଉଁ ଭୌଗୋଳିକ ପରିସୀମା ଭିତରେ ଆମେ ଦେଶର ଆଖ୍ୟା ପାଇଛୁ, ସେଇ ଦେଶରେ ମୋର ଜନ୍ମ। ଯେଉଁ ଦେଶରେ ମୋର ଜନ୍ମ ହେଇଛି, ଯାହାର କୋଳେ ବଢୁଛି ମୁହିଁ। ଆଉ ଯାରି କୋଳରେ ମା ଯେମିତି ଆମକୁ କୋଳ କରି ନେଇଥାନ୍ତି, ଠିକ୍ ସେମିତି ଆମର ମାତୃଭୂମି ଦେଶ ଆମକୁ କୋଳରେ କାଖେଇ ଧରିଥାଏ। ଯାହାର କୋଳେ ବଢୁଛି ମୁହିଁ, ଅର୍ଥାତ୍ ଯେଉଁ ମାଟି ମା କୋଳରେ ମୁଁ ଛୋଟରୁ ବଡ଼ ହେଉଛି, ଜନନୀ ପରି ପାଳୁଛି ଯିଏ। ଜନନୀ, ଜନନୀ ଅର୍ଥାତ୍ ମା। ପିଲାମାନେ ବୁଝିବାକୁ ଚେଷ୍ଟା କର ଯେ ଜନନୀର ଅର୍ଥ ହେଉଛି ମା। ମା ମାନେ ଯେମିତି ଆମକୁ ଲାଳନ ପାଳନ କରିଥାନ୍ତି, ଠିକ୍ ସେମିତି ଏଇ ଦେଶ ମାତୃକା ବା ଜନନୀ ଆମକୁ ସେମିତି ହିଁ ପାଳନ କରୁଛି। ସେହି ତ ମୋର ଜନ୍ମଭୂମି, ଆଉ ସେ ହେଉଛି ମୋର ଜନ୍ମଭୂମି। ଟିକି ପିଲାଟି ଭାଷାରେ
ସେ କହୁଛି ଯେ ସେ ହେଉଛି ମୋର ଜନ୍ମଭୂଇଁ, ଯିଏ ମୋତେ ଛୋଟରୁ ବଡ଼ କରିଛି, ତା କୋଳରେ କାଖେଇ ଧରିଛି, ଯିଏ ମୋତେ ପାଣି, ପବନ, ଖାଦ୍ୟ ଇତ୍ୟାଦି ମୋତେ ଦଉଛି। ଗହନ ବନ ଶ୍ୟାମଳ ତରୁ, ଅର୍ଥାତ୍ ଏଇ ମାତୃଭୂମିରେ କ'ଣ ଅଛି ପିଲାମାନେ? ଗହନ, ନିଘଞ୍ଚ, ବନ, ଜଙ୍ଗଲ। ବନର ଅର୍ଥ ହେଲା ଜଙ୍ଗଲ। ଶ୍ୟାମଳ ତରୁ, ଆଉ ସେଇ ଜଙ୍ଗଲ ଭିତରେ ଶ୍ୟାମଳ, ଶ୍ୟାମଳର ଅର୍ଥ ହେଉଛି ପିଲାମାନେ ଶାଗୁଆ ଦେଖାଯାଉଥିବା। ତରୁ, ତରୁର ଅର୍ଥ ପିଲାମାନେ ଗଛ। ତାହେଲେ ଗହନ ବନ ଭିତରେ କ'ଣ ଅଛି? ଗହନ ବନ ଭିତରେ ଶ୍ୟାମଳ ତରୁ ବା ଶାଗୁଆ ଦେଖାଯାଉଥିବା ଗଛ ଗୁଡ଼ିକ ଅଛନ୍ତି। ଗହଳ ଲତା ଦେହେ ତା ଶୋହେ, ଆଉ ତାର ଦେହରେ କ'ଣ ଶୋଭିତ ହେଉଛି? ସୁନ୍ଦର ଦେଖାଯାଉଛି ଗହଳ ଲତା, ଅର୍ଥାତ୍ ଛନ୍ଦା ଛନ୍ଦି ହେଇକରି ଥିବା ଲତା ସମୂହ, ସେଗୁଡ଼ିକ କ'ଣ ସେଇ ଗଛମାନଙ୍କ ଭିତରେ ଗୋଡ଼ି ତୋଡ଼ି ହେଇକରି ଅଛନ୍ତି, ଆଉ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଡାଳରୁ ଡାଳେ ବିହଙ୍ଗ ଉଡ଼ି, ଅର୍ଥାତ୍ ସେଇଠି ସେଇ ଜଙ୍ଗଲ ଭିତରେ କ'ଣ ହେଇଛି ପିଲାମାନେ? ଯେ ଡାଳରୁ ଡାଳକୁ, ଗୋଟିଏ ଡାଳରୁ ଆଉ ଗୋଟିଏ ଡାଳକୁ ବିହଙ୍ଗ, ବିହଙ୍ଗର ଅର୍ଥ ପିଲାମାନେ ପକ୍ଷୀ ବା ଚଢ଼େଇ, ସେମାନେ ଉଡ଼ି ବୁଲୁଛନ୍ତି। ମଧୁର ଗାନେ ପରାଣ ମୋହି, ସତେ ଯେମିତି ସେମାନେ ସୁନ୍ଦର ଗୀତ ଗାନ କରୁଛନ୍ତି, ଆଉ ତାଙ୍କର ଗୀତ ଗାନରେ ମନ ପ୍ରଫୁଲ୍ଲ ହେଇଯାଉଛି, ଆନନ୍ଦିତ ହେଇଯାଉଛି, ମୋହିତ ହେଇଯାଉଛି। ତାରକା ମେଳେ ଆକାଶେ ତାର, ଜୋଛନା ଢାଳେ ବିମଳ ଶଶୀ, ଗୋଟିକି ଗୋଟି କୁସୁମ ଫୁଟି, କୋଳେ ତାଲୋଟି ଉଠଇ ହସି, ସାଗରେ ନୀଳ ଲହରୀ ମାଳ, ନାଚି ନାଚି ତା ଚରଣ ଧୁଏ, ଖେଳି ଖେଳିକା ଝରଣା କେତେ, ସରାଗେ ତାର ଦେହଟି ଛୁଏଁ, ସରାଗେ ତାର ଦେହଟି ଛୁଏଁ। ପିଲାମାନେ, ଏଇ ଦୁଇଟି ପଂକ୍ତିକୁ ଆମେ ଏବେ ଆଲୋଚନା କରିବା। ତାରକା ମେଳେ ଆକାଶେ ତାର, ଅର୍ଥାତ୍ ସେଇ ମୋର ଜନ୍ମଭୂମି, ମାତୃଭୂମି, ଦେଶ ମାତୃକା, ତାର ଯୋଉ ବିସ୍ତୀର୍ଣ୍ଣ ଆକାଶ ଅଛି। ଆମେ ତ ଆକାଶ ଦେଖିଛେ ପିଲାମାନେ, ଆମର ମୁଣ୍ଡ ଉପରେ ସବୁବେଳେ ଆକାଶ ଛାତ ହେଇକି ରହିଛି। ତ ସେଇ ନୀଳ ଆକାଶରେ ରାତି ସମୟରେ, ସେଇ ନୀଳ ଆକାଶରେ ରାତି ସମୟରେ କ'ଣ ହୁଏ ପିଲାମାନେ? ଯେ ତାରକା ଗୁଡ଼ିକ ଫୁଟିଥାନ୍ତି, ତାରକା ଦେଖା ଯାଇଥାନ୍ତି। ଜୋଛନା ଢାଳେ ବିମଳ ଶଶୀ, ଆଉ ତାରକା ମାନଙ୍କ ସାଙ୍ଗରେ, ଛୋଟ ଛୋଟ ତାରା ମାନଙ୍କ ସାଙ୍ଗରେ କ'ଣ? ଯେ ବିମଳ, ଶୁଭ୍ର ଦେଖାଯାଉଥିବା, ନିର୍ମଳ ଦେଖାଯାଉଥିବା ଶଶୀ। ଶଶୀର ଅର୍ଥ ପିଲାମାନେ ଚନ୍ଦ୍ର ବା ଜହ୍ନମାମୁଁ। ତ ସେଇ ଜହ୍ନମାମୁଁ କ'ଣ କରେ? ଯେ ଜୋଛନା ଅର୍ଥାତ୍ ଜ୍ୟୋତ୍ସ୍ନା, ତାର କିରଣ ଆମକୁ ଦେଇଥାଏ, ପ୍ରଦାନ କରିଥାଏ। କାହା ସହିତ ମିଶି? ତାରକା ମାନଙ୍କ ସାଙ୍ଗରେ ମିଶି। କେଉଁ ଜାଗାରେ ମିଶି ପିଲାମାନେ? ଆକାଶରେ। ଆକାଶରେ ଆମେ, ଏଇଟା କେଉଁ ସମୟର ଦୃଶ୍ୟ? ଏଇଟା ହେଉଛି ରାତ୍ରି ସମୟର ଦୃଶ୍ୟ। ଗୋଟିକି ଗୋଟି କୁସୁମ ଫୁଟି, କୋଳେ ତା ଲୋଟି ଉଠଇ ହସି, ଆଉ ଏଇ ସମୟରେ କ'ଣ ହୁଏ? ଯେ ଗୋଟି ଗୋଟି ହେଇକରି କୁସୁମ, କୁସୁମର ଅର୍ଥ ହେଉଛି ଫୁଲ ପିଲାମାନେ, ଆଉ ସେଇ ଫୁଲ ଗୁଡ଼ିକ ପ୍ରସ୍ଫୁଟିତ ହେଇଯାଆନ୍ତି, ଫୁଟି ଯାଆନ୍ତି, ଆଉ ସୁନ୍ଦର ଭାବରେ ସତେ ଯେମିତି ସେମାନେ ଖିଲି ଖିଲି ହସ ହସୁଥାନ୍ତି। ସାଗରେ ନୀଳ ଲହରୀ ମାଳ, ଆଉ ଆମେ ତ ଦେଖିଛେ ପିଲାମାନେ ଯେ ଆମର ଭାରତ ମାତାକୁ, ଭାରତ ବର୍ଷକୁ ତିନି ଦିଗରୁ ସମୁଦ୍ର ଘେରି ରହିଛି। ସାଗର, ସାଗର ଅର୍ଥାତ୍ ନୀଳ ସାଗର, ନୀଳ ଦେଖାଯାଉଥିବା ସମୁଦ୍ରକୁ ଆମେ ସାଗର କହିଥାଉ ପିଲାମାନେ, ଆଉ ତାର ପାଣି କେମିତିଆ? ନୀଳ ରଙ୍ଗର। ସେଠି କ'ଣ ହୁଏ? ଯେ ତମେ ତ ଦେଖିଥିବ, ତମେ ଯଦି କେବେ ପୁରୀ ଯାଇଛ, କି ଗୋପାଳପୁର ଯାଇଛ, କି ଧାମରା ଯାଇଛ, କିମ୍ବା ପାରାଦୀପ ଯାଇଛ, ତାହେଲେ ସେଇଠି କ'ଣ ହୁଏ? ଯେ ବିରାଟ ବିରାଟ ଲହରୀ ଆସୁଥାଏ। ଲହରୀ ମାନେ ଲହଡ଼ା, ସମୁଦ୍ରରେ ବିରାଟ ବିରାଟ ହେଇକରି
ଲହଡ଼ା ଭାଙ୍ଗି ପାଣି କୂଳକୁ ମାଡ଼ି ଆସୁଥାଏ। ନାଚି ନାଚି ତା ଚରଣ ଧୁଏ। ଆଉ ଏଇ ଜାଗାରେ କବି ସୁନ୍ଦର ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ସତେ ଯେମିତି ସେଇ ଲହରୀ ବା ଲହଡ଼ି କଣ କରେ ଯେ ନାଚି ନାଚି ଆସି ଚରଣ ଧୋଇଦିଏ। କାହାର ଚରଣ ଧୋଇଦିଏ? ଆମର ମାତୃଭୂମିର ଚରଣକୁ ସେ ସୁନ୍ଦର ଭାବରେ ପ୍ରକ୍ଷାଳିତ କରିଦିଏ, ଧୋଇଦିଏ। ଖେଳି ଖେଳିକା ଝରଣା କେତେ। ଆଉ ଏଇ ମାତୃକା ଦେଶ ମାତୃକା କୋଳରେ ଥିବା ପାହାଡ଼ କନ୍ଦରରୁ ଝରି ଆସୁଥିବା ଝରଣା ମାନେ କଣ କରନ୍ତି? ଖେଳି ଖେଳିକା ସତେ ସେମାନେ ପାହାଡ଼ ପର୍ବତ ଦେଇ ବଣ ଜଙ୍ଗଲ ଦେଇ ସେମାନେ ଆଗକୁ ଆଗକୁ ଗତି କରୁଥାନ୍ତି, ସତେ ଯେମିତି ଖେଳି ଖେଳି କରି। ଆଉ ସେମାନେ କଣ କରନ୍ତି? ସରାଗେ ତାର ଦେହଟି ଛୁଏଁ। ଏଇ ଜନ୍ମଭୂମିରେ ଆମ ମାଟିମା ଭାରତ ବର୍ଷରେ ବହି ଯାଉଥିବା ଝରଣା ମାନେ ତାର ଦେହକୁ ଛୁଇଁ ଯାଆନ୍ତି ଓ ଶେଷରେ ନୀଳ ସାଗର ଭିତରେ ନିଜକୁ ସାମିଲ କରିଦିଅନ୍ତି, ହଜେଇ ଦିଅନ୍ତି। ପିଲାମାନେ, ଆଜି ଆମେ ତମର ତୃତୀୟ ଶ୍ରେଣୀ ଆମ ଭାଷା ଆମ ସାହିତ୍ୟ ବହିର ପ୍ରଥମ ପାଠ ସେହି ମୋ ପ୍ରିୟ ଜନ୍ମଭୂମିର ଏତିକି ଆଲୋଚନା କରିଛେ। ପୁଣି ଅନ୍ୟ ଦିନ ବାକି ଅଂଶ ଗୁଡ଼ିକୁ ଆଲୋଚନା କରିବା। ଆଉ ଗୋଟିଏ ଏପିସୋଡରେ ଆମେ ଅନ୍ୟ ଅଂଶଟିକୁ ଆଲୋଚନା କରିବା। ଆଶା ରଖୁଛି ପିଲାମାନେ ତମେ ନିଶ୍ଚିତ ଭାବରେ ଏହି ପାଠଟିକୁ ଶୁଣିକରି ମନେ ରଖିପାରିବ, ବୁଝିପାରିବ। ଆଜି ପାଇଁ ଏତିକି। ହଁ, ମୁଁ ଆଉ ଗୋଟେ କଥା କହିଦେଉଛି ଯେ ତମେ ମାନେ ସମସ୍ତେ ଆମ ୟୁଟ୍ୟୁବ ଚ୍ୟାନେଲ ତର୍ଜମାକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ କରିବ, ସେୟାର କରିବ। ଆଶା ରଖିବି ତମ ଭଳିଆ ଅନ୍ୟ ଛୋଟ ଛୋଟ ପିଲାମାନେ ମଧ୍ୟ ଆମ ଚ୍ୟାନେଲ ମାଧ୍ୟମରେ କିଛି ଶିଖିବାକୁ ଚେଷ୍ଟା କରିବେ। ତାହେଲେ ଆମର ପ୍ରୟାସ ସଫଳ ହେଇଛି ବୋଲି ଆମେ ଧରିନେବୁ, ମାନିନେବୁ। ଧନ୍ୟବାଦ।